ओं नमो भगवते वासुदेवाय। षष्ठ स्कंद प्रथम अध्याय। अजामिळକୁ ଯମଦୂତେ ଧରନ୍ତି ମିଳି ବିଷ୍ଣୁଦୂତେ। ତାହାଙ୍କ କଥୋପକଥନ ପ୍ରଥମ ଅଧ୍ୟାୟ ବର୍ଣ୍ଣନ। ଶୁକଚରଣେ ପ୍ରଣମିତ ହୋଇ ବୋଲନ୍ତି ପରୀକ୍ଷିତ ରାଜା। ପରୀକ୍ଷିତ ଉବାଚ ଭାଗବତ ତୁମ୍ଭ ଆଦ୍ୟେ କହିଲେ ଯାଦିତୀୟ ସ୍କନ୍ଧେ ନିବୃତ୍ତି ମାର୍ଗ ପରକାରେ ଯେମନ୍ତ ଅର୍ଚିରାଦିପୁରେ ଯୋଗ ଲଭନ୍ତି ପ୍ରଜାପତି କ୍ରମେ ତାଙ୍କର ସଙ୍ଗେ ମୁକ୍ତି ଆର ପ୍ରବୃତ୍ତି ମାର୍ଗ ଯେଇ ସ୍ୱର୍ଗାଦି ସୁଖ ଜଇଁ ପାଇ ପ୍ରକୃତି ବିଲୟ ଭାବେ ଜନ୍ମ ମରଣ ଜୀବ ଲଭେ ପୁଣି ସେ ହୁଏ ସେ ପୁଣି ଯାଏ ସେ ମାର୍ଗ କହିଲ ତୃତୀୟ ଯେ ପୁଣି ଅଧର୍ମ ଲକ୍ଷଣ ନରକ ମାନଙ୍କ ବର୍ଣ୍ଣନ ସେ ସ୍ନାୟମ୍ଭୁବ ମନୁ ଆଦି କହିଲେ ଚତୁର୍ଥ ସମ୍ପାଦି ଉତ୍ତାନ ପାଦ ପ୍ରିୟ ବ୍ରତ ଏବେ ନିବଂଶାନୁଚରିତ ଦୀପ ବରସ ମହିଧର ନଦୀ ଉଦ୍ୱାନ ଯେ ସାଗର ପୃଥିବୀ ମଣ୍ଡଳର ସ୍ଥାନ ସୂର୍ଯ୍ୟ ମଣ୍ଡଳ ଜ୍ୟୋତିର୍ଗଣ ଚନ୍ଦ୍ର ତାରକାଦି କରି ଭାଗ ବିବର ଅନୁସରି ଯେମନ୍ତ ପ୍ରକାରେ ଈଶ୍ୱର ସର୍ଜିଲେ ଅଖିଳ ସଂସାର ଏ ସର୍ବ କହିଲ ମୋ ଆଗ ଏବେ ପୁଛଇ ମହାଭାଗ ନାନା ପ୍ରକାରେ ଯେ ନରକ ପ୍ରାଣୀ ସଞ୍ଚରନ୍ତି ଅନେକ ଉଗ୍ର ଯାତନାକୁ ଭୁଞ୍ଜନ୍ତି କି କଲେ ତହିଁ ନ ପଡ଼ନ୍ତି ବିଶେଷ କରି ମହାଭାଗ କହ ଅନୁରାଗେ ମୋ ଆଗ। ଶ୍ରୀ ଶୁକ ଉବାଚ ମନ ବଚନ ଶରୀରରେ ଯେ ପ୍ରାଣୀ ପାପ କାର୍ଯ୍ୟ କରେ ଇୟଲ କରେ ଦେହ ଧରି ଯେବେ ପ୍ରାୟଶ୍ଚିତ ନ କରି କିୟ ବା ପରମ ଈଶ୍ୱରେ ପୂଜା ନ କରେ ଭକ୍ତି ଭରେ ଅଥବା ନାମ ସଂକୀର୍ତ୍ତନେ ଶ୍ରଦ୍ଧା ନ करे भगवाने निश्चय जात नानरक जे प्राणी लभंती अनेक जे बण प्रकारे विषक करई चिकित्सा अनेक रोगर गुरु लघु जानी निदान कथा परिमाणी तेमंत मर नर आगे संजत मना होई बेगे पापर निवारण अर्थे करिब सत्य प्रायश्चिते राजा परीक्षित उवाच पाप हित परिमाणी तथापि विषयारे प्राणी पापरे पुणी हि प्रवर्ते कि कार्य तेबे प्रायश्चिते केबे बा पापु निवर्तई पुणी पाप आचरई हेतु अंतरे प्रायश्चित कुंजर स्नान कला मत। श्री शुक उवाच कर्म रे करी कर्म मान निग्रह करती जन कर्म समूले नाश नही एहार स्वभावटिए अज्ञानी अधिकारी जेणु विफल प्रायश्चित तेणु सुपत्य ग्रास जेउ करे
ତାକୁ ବ୍ୟାଧି ପୀଡ଼ା ନ କରେ। ଏଇ ନିୟମ ଯେ କରନ୍ତି କ୍ରମେ କଲ୍ୟାଣ ସେ ଲଭନ୍ତି। ଦେହ ବଚନ ବୁଦ୍ଧି ଜ୍ଞାନୀ ଯେ ପାପ କରିଥାଏ ପ୍ରାଣୀ। ତପସ୍ୟା ଯମ ନିୟମରେ ସମଦମ ତ୍ୟାଗ ଶୌଚରେ ସତ୍ୟ ବ୍ରହ୍ମଚର୍ଯ୍ୟ ଦୀକ୍ଷାରେ ଜ୍ଞାନୀ ନାଶନ୍ତି ପାପ ଘରେ। ଯେ ସନେ ଦଇ ସକଳ ବେଣୁର ଗୁଳ୍ମ ଦାବାନଳ କେହି କେବଳ ଭକ୍ତି କରି ଗୋବିନ୍ଦ ପାଦେ ଆଶ୍ରା କରି। ଅଗව ଶେଷ କରେ ନାଶ ହିମ ଯେ ସନେ ରବି ତ୍ରାସ। ହେ ରାଜା ଅଗବନ୍ତ ଯେଇ ତପେ ପବିତ୍ର ତେଡ଼େ ନୋଇ। ଯେମତେ କୃଷ୍ଣର ବିଷୟ ପ୍ରାଣ ଅର୍ପିଲେ ଶୁଦ୍ଧ ହୁଏ। ସୁଶୀଳ ସାଧୁ ଯେଉଁ ଜନ ନାରାୟଣରେ ପରାୟଣ ତାଙ୍କ ଭକ୍ତି ପଥ ମାନ ଲୋକର କଲ୍ୟାଣ କାରଣ। ରାଜେନ୍ଦ୍ର ଶୁଣ ପରିମାଣି କୃଷ୍ଣ ବିମୁଖ ଯେତେ ପ୍ରାଣୀ। ତାଙ୍କ ତପେ ଯେତେ ଫଳ ସକଳ ହୁଇ ନିଷ୍ଫଳ। କୃଷ୍ଣର ପାଦ ପଦ୍ମ ଦୁଇ ତାଗୁଣେ ଅନୁରାଗେ ହୋଇ। ଯେ କବେଳେ ବୋଲେ ନାମ ସ୍ୱପ୍ନ ସେ ନ ଦେଖଇ ଯମ। ତା ଦୂତେ ପାଶର ଯୁଧାରି ନ ଦେଖେ ଚିହ୍ନ ତାହା କରି। ଯେ ଇତିହାସ ପୁରାତନ କହିବା ଶୁଣ ସାବଧାନ। ବିଷ୍ଣୁଙ୍କ ଦୂତ ଯମ ଦୂତ ସମ୍ବାଦ ଅତି ଅଦ୍ଭୁତ। କାନ୍ୟକୁ ବୁଝ ନାମେ ଦେଶ ଅଜାମିଳର ତଇଁ ବାସ। ଆଶ୍ରମେ ଦ୍ୱିଜ ସେ ବୋଲାଇ ସ୍ୱଭାବେ ଦାସୀପତି ହୋଇ। ସଦାଚାରାକୁ ନଷ୍ଟ କରି ଦାସୀର ସଂସର୍ଗ ଆଚରି। କୈବତ ଚୌର୍ଯ୍ୟପଣେ ଥାଇ କୁଚିତ କର୍ମ ଆଚରଇ। ଏମତେ କେତେ ଦିନ ଗଲା ତାର ପୁତ୍ର ଉପୁଜିଲା। ସେ ନଗ୍ରେ ଥାଇ ଦାସୀପତି ପୁତ୍ର ପାଳନେ ସଦାମତି। 88 ବୟସ ତାର କାଳ ହୋଇଲା ନୃପବର। ବୃଦ୍ଧ ବୟସେ ତାର ପୁତ୍ର ହୋଇଲା 10 ପରିମିତ। କନିଷ୍ଠ ନାମ ନାରାୟଣ ପିତାର ଆନନ୍ଦ କାରଣ। ତାହାର ତହିଁ ଚିତ୍ତ ଥୋଇ ଅନ୍ୟତ୍ର କେବେ ନ ଦେଇ। ବାଳକ ସ୍ୱଭାବେ ଅଲ୍ୟଳ କହି ବଚନ କୋମଳ। ତାର ଲୀଳାମାନ ଦେଖି ହରସେ କେ ପାରିବ ଲେଖି। ଭୋଜନ ଜଳପାନ ବେଳେ ନାନା ପ୍ରକାର ସୁଖ ବଳେ। ବାଳକ ସ୍ନେହ ବଶ ହୋଇ ଅଗ୍ରେ ଭୋଜନେ ତାର ଦେଇ। ମରଣ ନ ଜାଣଇ ମୂଢ଼ ବାଳକ ସ୍ନେହ ଚିତ ଦୃଢ଼। ମରଣ କାଳ ଉପଗତ ତକ୍ଷଣେ କରି ଦୃଢ଼ ଚିତ। ବାଳକ ନାମ ନାରାୟଣ ମତି ନିବେଶିଲା ତକ୍ଷଣ। ସମନ ଦୂତେ ପାଶ କରେ ମିଳିଲେ ତାର ସମୀପରେ। ଉଚ୍ଚ ପୁରୁଷ ଭୟଙ୍କର ବକ୍ରବଦନ ମୋ ଆଗର। ଲମ୍ବ ଲୋମ ସର୍ବ ଶରୀର
देखियो जमिल कातर दूरे बालक संगे मिली तार पुत्र करे केली कबीर स्वरे उच्च करी डाकिला पुत्र नाम धरी इंद्रिय आकुले तक्षण डाकिला पुत्र नारायण गला जे अजामिल प्राण से नाम करी संकीर्तन जमर दूते तिले बेड़ी हस्तरे पाशर जुदरी सुनीता मुखु नारायण आसी मिलिले विष्णु गण से अजामिल हृदयरु जीवकु आकर्षण करू जमदूतंकु विष्णु दूते बळे निवारिले तुरिते वैवस्वत प्रभु जार से दूत मानक उत्तर विष्णु दूत मानकु कही तुम्बे निवार काहीं पाई धर्मराजार आज्ञा मान कि पाई करुच लंघन कार तुम्बे माने दूत काहू बाइल तुरित कि पाई आंबकु निरध कि उत्तम तुम्बे सिद्ध कि देवता तुम्बे माने थाओ देवक सन्निधाने तुम्बर चक्षु पद्म तुल्य विराजे किरीट कुंडल उरे लंबाई बनमाल शोभित जे पाद दुकुल सर्वे नूतन तनुभय चारु चत्वार भुजब शंख चक्र गदा कमल एणे शोभा तुम्बे सकल धनु खड्ग तृणसर ए सर्व आयुध तुम्बर दिगमान कर तिमिर आत्मकांति रे कले दूर आंबे धर्मराज किंकर किंपा निषेध तुम्बे कर श्री शुक उवाच जमदूतंक कथा होते हसी कहती विष्णु दूते मेघ गंभीर प्राय वाणी जमदूतंक आगे भणी विष्णु दूता उच्चु तुम्बे दूत धर्म राजार ताक आज्ञा जेवे कर धर्म व धर्मर लक्षण कहवा आंबर आगेण प्राणी की कले दंड पाई दंडर स्थान के होई दंड को सही के मते मनुष्य जंतु ए जगते जमदूता उच्चु वेद विहित जेते कर्म से संसारे नित्य धर्म ता बिना अन्य कर्म जेते अधर्म बोलती जगते साक्षाते वेद नारायण ए निश्चय ब्रह्मार वचन ए वेद आपना शक्ति रे सत्वर जतम गुण रे गुण नाम क्रिया रूप रे जता तो तारे भिन्न करे सूर्य चंद्र दिग आकाश पवन संध्या निश गाव भूजल अग्नि धर्म देई धर्मर साक्षी जान पाप को एणे करी जानी दंडर स्थान परिमाणी कर्म आयत जन दंडरे
ରହିବା ଜନ ଆଏନି ପାପ ପ୍ରାଣୀ ମାନେ କର୍ମ କରନ୍ତି ଯେତେ ଜନେ ସତ୍କର୍ମ ଯେମାନେ କରନ୍ତି ସ୍ୱକର୍ମ ଫଳ ସେ ଲଭନ୍ତି ମନ୍ଦ କର୍ମରେ ଯୁକ୍ତ ଯେଉଁ ସୁଫଳ ଲଭିବ ସେ କାହୁଁ ବିଧି ନିଷେଧ ବେନି କର୍ମ ଏ ନିତ୍ୟ କହନ୍ତି ଆଗମ ବିହିତ କର୍ମ ଯେ କରଇ ତାର ପାପକୁ ଭୟ ନାହିଁ ନିଷେଧ କର୍ମ କରେ ଯେଉଁ ସକଳ ଦଣ୍ଡ ସୋଏ ସେଉ ଏଗେନି ବେଦ ବ୍ରହ୍ମମୟେ ସୃଜନ ବେଦ ମାର୍ଗେ ରହେ ଧର୍ମ ଅଧର୍ମ ଆଚରଣ କରନ୍ତି ଯେଉଁ ପ୍ରାଣୀ ମାନ ସେ ପ୍ରାଣୀ ମାନେ ଅବନିରେ ଫଳା ଫଳକୁ ଭୋଗ କରେ हे देव श्रेष्ठ तुम्बे माने संसारे प्राणी माने जने त्रिविध लक्षण लभती जे जता कर्म आचरती गुण विचित्र भाव करी प्राणी का विषय आचरी कालर वर्तमान गुण भूत भविष्यत प्रमाण देशने प्राणी जन्म प्रकाश करे धर्म जे राज धर्म जतु साई से संयमनी पुरे ताई प्राणीर अंतर्जामी होई धर्म अधर्म को जानई तम गुण रे युक्त होई प्राणी सो कर्म न जानई ए देह मिका भई जन्म कारण नाशई ज्ञान कर्म इंद्रिय दशेन्द्रिय मन आहार पंच विषय ए षट दश लिंग दे ए जीव पुंज विषय जेवा पंचभूत गुण सृष्टि की कर बियाण महत तत्व अहंकार ए आदि जेते पर त्रिगुण शक्ति आदि जेते एकु धरी हृदगते एमते प्रकार न देई हरस शोक कुल भई तेणु षड वर्ग जित करई कर्म विपरीत कोशकारर प्राय होई कर्म रे आत्मा कुरु धोई एणु अंतरे पुणी सेई तही रही मोई स्वभावे कर्म बस होई निरते कर्म को करई एथु अंतरे पुण सेई अदृष्ट बसे देव भई माता पितार अनुरूप लभई स्थूल सूक्ष्म रूप प्रकृति संगरू पुरुष ए रूपे सर्व करे नाश पूर्व वृत्तांत एवे सुन देव संपन्न ए ब्राह्मण धर्मज्ञ शीलवंत पूर्ण सुशांत सुज्ञानी निपुण मृदु मंत्रज्ञ सूचिदाता सत्य वचन धृत व्रता अतिथि वृद्ध गुरु अग्नि एंक सेवा शिर ज्ञानी सर्वभूतरे मित्रपण कोप वर्जित साधु गुण अशेष गुण स्थान सुशील वृत्ति रे जियई पिता आज्ञा रे ब्राह्मण एक काले बने गमीण पुष्प समिध फल कुशे ज्ञानिया सई मन तुसे स्त्री सहित बनेतिला कामी शूद्र कुए देखिला मद्यपान रे रक्त नेत्र विहोल होई अछि चित्त निबिक सिचि मत बरे मुड़ैल
ଯାକୁ କରି ଦୂରେ ହାସ୍ୟ ଗାୟନ କ୍ରୀଡ଼ା ରସେ ଲୀଳା କରଇ ତାର ପାଶେ କନ୍ଦର୍ପେ ଲିପ୍ତ ମନ ହୋଇ ବୁଝେ ଆଲିଙ୍ଗନ କରଇ ବିପ୍ର ସ୍ତ୍ରୀକୁ ଦେଖି କରି ଇନ୍ଦ୍ରିୟ ବସେ ଅନୁସରି ଏମନ୍ତେ ତାହାଙ୍କୁ ଦେଖିଲା ମନରେ ମୋହିତ ହୋଇଲା ଆପଣା ଆତ୍ମା ସ୍ଥିର କରି ମନରେ ବହୁତ ବିଚାରି ହେଲେ ସତ୍ୱ ଗୁଣେ ସ୍ଥିତ କନ୍ଦର୍ପେ ହୋଇଲା ପୀଡ଼ିତ ସ୍ତ୍ରୀ ବିଷୟେ ଅବିରାମ କପଟ ଗ୍ରହ ହୋଇ କାମ ତେଣେ ପ୍ରମତ୍ତ ମନ ତାର ନିଜ ଧର୍ମକୁ କଲା ଦୂର ବିନ ଉରଜ ମନହରେ ସ୍ନେହରେ ସ୍ତ୍ରୀ ବିଷୟରେ ପରିତୋଷଣ ତାକୁ କରି ସେବକ ମତେ ଆଜ୍ଞାକାରୀ କୋମଳ ବାକ୍ୟ ମନହରି ପ୍ରସନ୍ନ ଯେମତେ ସୁନ୍ଦରୀ ନିଜ ଯୁବତୀ କୁଳ ସ୍ତ୍ରୀ ତେଜିଲା ବିପ୍ର ମନ୍ଦାଚାରୀ ସୌରେଣୀ ଅପାଙ୍ଗ ଇଙ୍ଗିତେ ବନ୍ଦୀ ହୋଇଲା ତାର ଚିତେ ତା ବିନୁ ନ ଜାଣଇଆନ ତିଳେ ବିଚ୍ଛେଦ ନୋଏ ମନ ଅଧର୍ମ ବୁଦ୍ଧି ସେ ବ୍ରାହ୍ମଣ ନିରତେ ବେଶ୍ୟା ପରାୟଣ ଧର୍ମେ ଅଧର୍ମେ ଧନ ଆଣି ସନ୍ତୋଷ କରଇ ସ୍ୱରେଣୀ ଯେଣୁ କାରଣୁ ଲଙ୍ଗି ଶାସ୍ତ୍ର ସ୍ୱରେଣୀ ରତ ବିରତ ଗହିତ କର୍ମେ ପ୍ରବର୍ତ୍ତିଲା ପୂର୍ବର ଧର୍ମ ନାଶ କଲା ଏଣୁ ଏ ପାପି ଦିଜେ ନେଲା ଯେଣୁ ଏ ପାପି ଦିଜେ ନେଇ ଯମର ଚାମୁରେ ଦେବଇ ବୋଲଇ ଜଗନ୍ନାଥ ଦାସ ଯମଦୂ ତେବେଦ ପ୍ରକାଶ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂଗୀତାୟାଂ ଷଷ୍ଠସ୍କନ୍ଧେ ଅଜାମିଳୋପାଖ୍ୟାନେ ବିଷ୍ଣୁ ଯମଦୂତ ସମ୍ବାଦୋ ନାମ ପ୍ରଥମ ଅଧ୍ୟାୟ। ଆସନ୍ତାକାଲି ଦ୍ୱିତୀୟ ଅଧ୍ୟାୟ। ବିମସ୍ୟାପି ରଣେ ଭଙ୍ଗ ମୁନେରେ ମତି ଭ୍ରମ ଯଦି ଶୁଦ୍ଧମଶୁଦ୍ଧବାଂ ମମ ଦୋଷ ନ ବିଦ୍ୟତେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।